हेलो एवरीवन ମୁଁ ସ୍ମରଣିକା ଆପଣମାନଙ୍କୁ ୱେଲକମ୍ କରୁଛି ଆୱାର ଚ୍ୟାନେଲ ମାନୁଆଲ। ତ ଆପଣମାନେ ଜାଣିଛନ୍ତି 21 ମେରେ ମୋର ବର୍ଥଡେ ଥିଲା। ତ ବର୍ଥଡେ ତା ପୂର୍ବଦିନ ରାତିରେ ବହୁତ କିଛି ନନଭେଜ ଆସିଥିଲା, କାହିଁକିନା ଗୁରୁବାର ପଡ଼ିଥିଲା ତ ଆସିବନି, କିଛି ବି ହବନି। ତ ସେଥିପାଇଁକା ତାପରେ ସବୁ କାମ ସରିଲା ବେଳକୁ ଠିକ୍ 11:30 ହେଇଥିଲା। ତାପରେ ଇଏ ବାବୁ କ'ଣ କଲେ ନା ଡେକୋରେସନରେ ଲାଗି ପଡ଼ିଥିଲେ। ତ ଦେଖିପାରୁଥିବେ ଡେକୋରେସନକୁ ପୁରା କେମିତି କରିଛନ୍ତି। ମୁଁ ଭାବୁଛି ଯେମିତି ଫଟୋଟା, କିନ୍ତୁ ସେ ଭିଡ଼ିଓ ହିଁ ବନେଇଥିଲେ, ସେ ଷ୍ଟାଣ୍ଡରେ ଥୋଇବାକୁ ମାନେ ଇଏ କରିଥିଲେ। କ'ଣ କରୁଥିଲେ ସେତେବେଳେ ମୁଁ ଜାଣିନି, କାହିଁକିନା ମୁଁ ମେକଅପ୍ ନେଉଥିଲି। ତ ସେ ଯେଉଁ ଡ୍ରେସ୍ଟା ମୋ ପାଇଁ ଆଣିଥିଲେ ସେଇ ଡ୍ରେସ୍ଟା ହିଁ ପିନ୍ଧିକି ବର୍ଥଡେ ସେଲିବ୍ରେସନରେ ରେଡି ହେବା ପାଇଁ ଯାଇଥିଲି। ତ ଦେଖିପାରୁଥିବେ ମୁଁ ଆସିକି ଟିକେ ସଜ ହେଉଛି। ଆଉ ମୁଁ ଟିକେ ରାଗି ଯାଇଥିଲି ତାଙ୍କ ଉପରେ, କାହିଁକି ନା ସିଏ ସକାଳକୁ ଡ୍ୟୁଟି ପଳେଇବେ। ଆଉ ସେତେବେଳେ ମୋତେ ମୋ ସାଙ୍ଗ ଆଣ୍ଡ ତା ମାନେ ଆଗକୁ ସେ ବାହା ହେବା ପାଇଁ ଯାଉଛି। ତ ସେ ଦୁଇ ଜଣ ଯାକ ଫୋନ୍ କରିଥିଲେ ଆଉ ମୋତେ ୱିଶ୍ କରିବା ପାଇଁ। ସବୁ ବର୍ଷ ହିଁ ଏମିତି ଫୋନ୍ କରନ୍ତି, ମୋତେ ୱିଶ୍ କରନ୍ତି। ଏ ବର୍ଷ ବି କରିଥିଲେ, ନିହାତି ତାଙ୍କର ଆମେ ସେ ଦୁଇ ଜଣ, ଆମେ ଦୁଇ ଜଣ ବହୁତ ସାରା କଥାବାର୍ତ୍ତା ହେଲୁ। ତାପରେ ମୁଁ ତା ଭିତରେ ବି ମେକଅପ୍ ନେଉଥାଏ। ତାପରେ ଇଏ କ'ଣ କରୁଛନ୍ତି ନା ମୋର ଭିଡ଼ିଓ ବନେଇ ଦେଇଥିଲି। ତ ବାକି ତା ପରଦିନ କିଛି ନଥିଲା ବର୍ଥଡେ ସେଲିବ୍ରେସନ୍। ଆଉ ସେଇଠି ଖାଲି ଆମର ମିଡ୍ ନାଇଟ୍ ସେଲିବ୍ରେସନ୍ ହେଇଗଲା। ଆଉ ଇଏ ଲିଖିଲେ ତାର ଚାଲିଲା ତାର ଚୁଟି ଖୋଲିକି ଚୁଟି ଷ୍ଟାଇଲ୍ କରିବା ପାଇଁ। ସେ କିଛି ଷ୍ଟାଇଲ୍ ମାଇଲ୍ ମାରେନି, ବଟ୍ ଟିକେ ପଳେଇଲା ଆଉ। ତାପରେ ଫ୍ୟାନ୍ କ'ଣ କରୁଛନ୍ତି ନା ଆଉ ଫ୍ୟାନ୍ ଲଗାଉନାହାନ୍ତି, ବେଲୁନ୍ ଉଡ଼ିଯିବ ବୋଲି। ତ ଫ୍ୟାନ୍ ଲଗାଉନାହାନ୍ତି। ମୋତେ ଭାରି ଗରମ ନଥାଏ, ମୋ ମୁହଁ ଦେଖିପାରୁଥିବେ କେମିତିଆ ରିଆକ୍ସନ୍ ହେଇଛି। ମୋତେ ମୁଁ ଗରମ ଜମା ସହିପାରୁନି। ପ୍ରେଗନେନ୍ସି ହେଲା ଦିନଠାରୁ ଟିକେ ଯାହା ଚଳିବ, ଏଇ ମାସେ ହେଲା ବେଶୀ ମୋତେ ଗରମ ଅନୁଭବ ହେଉଛି। ଆଉ ବିଶେଷ କରି ଏଇ 2 ଦିନ ହେଲା 20 ତାରିଖ 21 ତାରିଖ ଆଉ ବେଶୀ ଗରମ ହେଉଛି। ଆଗକୁ ବି ଗରମ ହେବାର ଅଛି। ମୋତେ ଭାରି ରାଗ ଲାଗୁଥାଏ। ଗରମ ଯେମିତି ହେଉଛି ମାନେ ବିଶ୍ୱାସ କରିପାରିବେନି, କଷ୍ଟ ବହୁତ ଲାଗୁଛି। ଆଉ ସେ ତ ବହୁତ ପରେ ଭିଡ଼ିଓ ଆଣିବି ସେ। ତାପରେ ଦେଖିପାରୁଥିବେ ଆପଣଙ୍କ ଭାଇନା କେମିତି ଝାଳରେ ବୁଡ଼ି ଯାଉଛନ୍ତି। ଫ୍ୟାନ୍ ତ ଲଗାଉନାହାନ୍ତି ମୋ ପାଇଁକା, କାହିଁକିନା ବେଲୁନ୍ ଉଡ଼ି ପଳେଇବ। ତ ଫ୍ୟାନ୍ ଲଗାଉନାହାନ୍ତି। ଇଏ କ'ଣ ଭଲ ନା ମୋ ଇଏ ପନି ଆଣିକି ଚାଉଳ ଯେଉଁ ଟିଫିନ୍ ଟାଇପ୍ର ଚାଉଳ ଥୁଆଏ, କ'ଣ କହନ୍ତି ସେଇଟା ତ ମୁଁ ଟିକେ କନଫ୍ୟୁଜ୍ ଅଛି। ତ ତା ଉପରେ କ'ଣ କରୁଛନ୍ତି ନା ଟେବୁଲ୍ ଚେୟାରଟାକୁ ରଖିଦେଇଛନ୍ତି, ତା ଉପରେ ଇଏ କରୁଛନ୍ତି, କାହିଁକିନା ଭିଡ଼ିଓକୁ ସେ ଇଏ ଆଟାଚ୍ ହେବନି। ତ ସେଥିପାଇଁକା ସିଏ କ'ଣ କରୁଛନ୍ତି ନା ଏମିତି ପ୍ଲାନ୍ କରିଛନ୍ତି। ଆଉ ଇଏ ତାଙ୍କର ଲିଟିଲ୍ ତାଙ୍କର ଚଲେଇଛନ୍ତି ଡେକୋରେସନ୍। ଆଉ ମୁଁ ମୋର ଟିକେ ମେକଅପ୍ ନେବାରେ ଲାଗି ପଡ଼ିଛି। ଆଣ୍ଡ ମୋ ସାଙ୍ଗମାନଙ୍କ ସହିତ କଥା ହେଉଛି। ତାପରେ ମେନ୍ କଥା ହେଲା ବେଶୀ ସାଙ୍ଗ ଘର ଠିକ୍ ଅଛି, କିନ୍ତୁ ସବୁ ଟାଇମ୍ରେ ସବୁ ସାଙ୍ଗ ଠିଆ ହୁଅନ୍ତିନି। କିଛି ସାଙ୍ଗ ଅଛନ୍ତି ଏମିତି ତମ ପଛରେ କହିବେ, ଆଗେ ଭଲ ହେଇକି ପଛରେ କହିବେ। ଆଉ ଏମିତି ବି ସାଙ୍ଗ ଅଛନ୍ତି ମାନେ କିଛି କହନ୍ତିନି, କିନ୍ତୁ ଠିକ୍ ଟାଇମ୍ରେ ଦୁଃଖ ଟାଇମ୍ରେ ଆସି ଠିଆ ହୁଅନ୍ତି। ଆଉ ବହୁତ ସାରା ସାଙ୍ଗ ୱିଶ୍ କରିଛନ୍ତି, ସେମାନଙ୍କୁ ଥ୍ୟାଙ୍କ ୟୁ ସୋ ମଚ୍। ଆପଣମାନେ ଆଗକୁ ତ ଦେଖିବେ। ଆଉ ସେଥିପାଇଁ ମୁଁ ବହୁତ ନିଜେ ଇଏ ଯାହା ହଉ ମୋତେ କେତେ ଜଣ ମନେ ରଖିଛନ୍ତି। ଆଉ ଯେଉଁମାନେ ମୋତେ ଇର୍ଷା କରୁଥିବେ ସେମାନେ ୱିଶ୍ ନ କରିଥିବେ, ତ ତଥାପି ଥ୍ୟାଙ୍କ ୟୁ ସୋ ମଚ୍। ତ ୱିଶ୍ରେ କିଛି ହୁଏନି। ଫାର୍ଷ୍ଟ କଥା ହେଲା ବନ୍ଧୁତା ଦୁଃଖ ସମୟରେ ହିଁ ଜଣାପଡ଼େ, ୱିଶ୍ କରିଦେଲେ କିଛି ହୁଏନି। ତ ଏମିତି କିଛି ଥିଲା। ତାପରେ ମୋତେ ଭାରି ଜୋରେ ନିଦ ଲାଗୁଥିଲା, ଫାର୍ଷ୍ଟ କଥା ହେଲା। ସେକେଣ୍ଡ କଥା ହେଲା ଗରମ ଏତେ ହେଉଥାଏ ଯେ ଆପଣମାନେ ବିଶ୍ୱାସ କରିପାରିବେ ନାହିଁ, ଭୁବନେଶ୍ୱରରେ 21-20 ତାରିଖ ମାନେ ଆଗକୁ କେତେ ଗରମ ହେଉଛି। ଆପଣମାନେ ଯେଉଁମାନେ ଭୁବନେଶ୍ୱର
ଦୂର ଯାଇ କହିବି ମୋର ଦୁଇଟା ଥୁଆଇଛି ଭଲ ଅଛି କେତେ ବର୍ଷ ଦମ୍ପଟା କ'ଣ କରିବି କ୍ଲାସ୍ ଲାଇଟ୍ ନେ ఎడ ఉన్నా ఏడన్నా ఏడన్నా ఏడా ఉన్నాను ଜନ୍ମଦିନ ଆସେ ସେଦିନଟା ବହୁତ ବେକାର ସବୁ ବର୍ଷ କାହିଁକିନା ମୋ ସ୍ୱାମୀ ଯିବେ ବୁଝିଲୁ କାଟିଦେବୁ ତୁ କିଛି ହବନି ଦେଖାଯିବନି ବନେଇବି तो କହିଥିଲେ କାନ୍ଦିକି ପୁରା ମୁଭ 26 ବର୍ଥଡେ ମାନେ ଭାରତୀୟ ମହିଳାମାନଙ୍କୁ ଏନ୍ଜୟ କରୁଛି ଲାଇଫ୍ ତାଙ୍କର ପ୍ରତି କେମିତି ଅଛି ସେଠି ଜାଣିପାରି ତାଙ୍କ ପ୍ରତି ଲାଇଫ୍ ଦେଇଥିଲେ ଆଉ କାନ୍ଦୁଥିଲି ବହୁତ ଆପଣ ଯାହାଥିଲେ ଫାଷ୍ଟ ବର୍ଥଡେ ଆପଣମାନେ ଭାବୁଥିଲେ ଫାଷ୍ଟ ବର୍ଥଡେ ସେଲିବ୍ରେସନ୍ କରିବାର ନଥିଲା ବାସ୍ କିଛି ମୁଁ ପାଖାପାଖି ଥାନ୍ତେ ବଟ୍ କ'ଣ କରିବା ତାଙ୍କ ଡେଟ୍ରେ ତ ପିଲାର ତ ସେଥିପାଇଁ ତ ସେ ଦେବା ପାଇଁ ପଡ଼ିଲା ଗୋଟେ ଦିନ ଆସେ ଅବଶ୍ୟ କିନ୍ତୁ ସବୁଦିନ ତ ବର୍ଥଡେ ସେଲିବ୍ରେସନ୍ କରିବାର ଅଛି ଆଉ ସେମାନେ ସବୁଦିନ ବେଳେ ବୁଲେଇବା ପାଇଁ ଆପଣମାନେ ପ୍ରତ୍ୟେକ ଦିନ କିନ୍ତୁ ମୁଁ ଲାଗିଲେ ତାକୁ ଅଭିମାନ କରିଥିଲି ଆଉ ବହୁତ କିଛି ଗାଳି ଦେଇଥିଲି ରାଗିକି ଆଉ କିଏ ଗଲେ ମୋତେ ସେଇଠି ବର୍ଥଡେ ଇଏ କରି ଦେବା କିନ୍ତୁ ମୋ ଦୁଇଟା ଘରକୁ ଖାଇକି କହୁଥିଲି ଯେ କେତେ କଥା କହିଥାନ୍ତା କିନ୍ତୁ ମୋତେ କିଛି କହିଲେନି ମୋତେ ବହୁତ ସାରା ଭଲ ପାଆନ୍ତି ସେଥିପାଇଁ ମୋ ସ୍ୱାମୀ ଭାଗ୍ୟ ଥିଲେ ମୋର ଆଉ ମୋ ସିନା ଭାଗ୍ୟ ଫିଲ୍ମର ସଙ୍ଗୀତ ଅଛି ଆଉ ଏଇ ଟାଇମ୍ରେ ବି ଆଉ ଗୋଟେ କଥା ବି ଏଇ ଟାଇମ୍ରେ ବହୁତ କିଛି ମାଇଣ୍ଡ ହଲଚଲ ହେଇଯାଏ କାରଣ ରିଲିଜ୍ ଟାଇମ୍ରେ ତ ଆପଣମାନଙ୍କୁ ପରେ ଭିଡ଼ିଓରେ କହିବି ସିଆଡ଼େ ନଦେଲେ ଭାଇ ଇଆଡ଼େ ସବୁ ଉଡ଼େଇକି ପୁରା ଫୋପାଡ଼ି ଦେବ ଏମିତିଆ ଢୁଲା ଢୁଲା ଡ୍ରେସ୍ ଆଣିବା ଭାବେ ଠିକ୍ ବଢ଼ିଆ ଦେଖାଉନି ଆଣ୍ଟି ଜନ୍ମଦିନରେ ତ ପାଣି ପିଆଇଲି ଫାଷ୍ଟ ପାଣି ଆଉ କିଛି ନାହିଁ हेड सब गुड़िया खोल नेला ये एक्चुअली हॉस्टल ही करना है जेंटी ये हॉस्टल में ये तो कुछ ये
ମାଛି କାଳିଟେ ସାଙ୍ଗମାନେ ଏବେ କେକ୍ କଟା ହବ ଆମର ଲାଇଟ୍ ଜଳୁଛି ମୁଣ୍ଡରେ ପାର୍ଟ 2 ଆପଣମାନେ ଦେଖିବେ କେମିତି କେକ୍ କଟା ହେଲା। লাইক কর কমেন্ট কর ভিডিওটা ভাইরাল কর